ଆଉ ରହିଲା ଆପଣଙ୍କ ପ୍ରଶ୍ନର ଥାଲାପତି ବିଜୟ ହେବା ପାଇଁ ମାନେ ପ୍ରୟାସ ମୁଁ ତାଙ୍କୁ ଅନୁରୋଧ କରିବି ଓଡ଼ିଶାର ଅଭିନେତା ମାନଙ୍କୁ ସେଗୁରା ପ୍ରୟାସ କରିବା ଦୂରର କଥା ଜୀବନରେ ସ୍ୱପ୍ନଟି ଦେଖନି ଆଜ୍ଞା ତାଙ୍କୁ କେବେ ଫିଲ୍ମ ମିଳୁନଥିଲା ମଝିରେ ସେ କ'ଣ କରିଥିଲେ ଯେହେତୁ ତାଙ୍କ ସାଙ୍ଗର ବହୁତ ଟଙ୍କା ରହିଛି ଏବଂ ସେଥିପାଇଁ ସେଇ ପଇସାରେ ନିଜେ ଗୋଟିଏ ସିନେମା କରିଥିଲେ ତାଙ୍କର ମଝିରେ ସିନେମା ଜମା ଚାଲିଲାନି ତେଣୁ ସିନେମା ମିଳିବ କେମିତି ଆଜ୍ଞା ସିନେମାଟି ଚାଲିବା ପାଇଁ ତମର ଗୋଟିଏ ମାନେ ଆର୍ଟିଷ୍ଟିକ ସ୍କିଲ୍ ରହିବା ଦରକାର ଏମାନେ ଯୋଉ କଳାକାର କେବଳ ବଡି ସୁନ୍ଦର ଚେହେରା ଦେଖେଇକି ଆସିଥିଲେ କିନ୍ତୁ ପବ୍ଲିକର ରେସ୍ପନ୍ସ ଯେତେବେଳେ ଆସିଲା ଦର୍ଶକ ରେସ୍ପନ୍ସ ଆସିଲା ଆଙ୍କର ଆଉ ଭଲ ହେଲାନି ବାବୁସାନ କେତେ ଗୋଟା ଇନକମ୍ କରୁଛନ୍ତି ଗୋଟିଏ ଫିଲ୍ମ ଆପଣ ଦେଖନ୍ତୁ ଅନୁଭବ ମହାନ୍ତି ତାଙ୍କର ବି ସଂସ୍ଥା ଚଳେଇଛନ୍ତି ତାହେଲେ ତମ ସଂସ୍ଥା କାହିଁ ଚାଲି ପାରୁନି ଏତେ ହିରୋ ଚଲାଉଛନ୍ତି ତାଙ୍କୁ କାହା ସୁରକ୍ଷା ନାହିଁ ତାଙ୍କୁ କେହି ବଳ ଦେଇନାହାନ୍ତି ସିଏ ନିଜକୁ ଦେଖେଇବାକୁ ଚାହୁଁଛନ୍ତି ଯେମିତି ଆପଣ ଦେଖିବେ ଯୋଉ ଆମର ଜିମ୍ ସେଣ୍ଟର ପିଲା ଆସିଲା ପରେ ଚାଲନ୍ତି ଏମିତି ଗୋଟେ ଯୋଉ ବାହୁ ଟିକେ ଦେଖେଇଦେବେ ମଝିରେ ଥିଲେ ଏମିତି କରିଦେବେ ମାନେ ଯେ ମୋର ଏମିତି ବଡି ଅଛି ତେଣୁ ତାଙ୍କୁ କେହି ସୁରକ୍ଷା ଦଉନାହାନ୍ତି ପ୍ରକାଶ ବେହେରା କାଳେ ବିଜେପି ସିଟ୍ ମାଡି ବସିବେ କି ପ୍ରକାଶ ବେହେରା ଯଦି ବିଜେପି କି ପଳେଇ ଆସି ତାଙ୍କ ପାଇଁ ଟିକେଟ ଥୁଆ କାହିଁକି ନା ସାଲେପୁରରେ ତାଙ୍କର ସଂଗଠନ ରହିଛି ଇଏ ଦେଖିଲେ ମୋର ଅଖାଗଉଣୀ ନାହିଁ ସେପଟେ କଟକ ବାରବାଟୀ କଟକ ଗଲାବେଳୁ ଶୀତମ ଦାସ ଉଣ୍ଡିକି ବସିଛନ୍ତି ଚେର କାଟି ଦେବାକୁ ଅନେକ ନେତା ବି ବସିଛନ୍ତି ତେଣୁ ଇଏ ଟିକେ ବାହୁବଳୀ ଚାଲି କ'ଣ ବେଶୀ ତେଲେଙ୍ଗା ପିକ୍ଚରଟି ଦେଖିଲେନି ଆଜିକାଲି ଆମର ଦେଖିବେ କପି ପେଷ୍ଟ ଫିଲ୍ମ ଚାଲିଥିଲା ଏ ତେଲେଙ୍ଗା ପିକ୍ଚର ଦେଖିଦେଇକି ଏସବୁ ନିଜକୁ ବିଜୟ ଥାଲାପତି ଭାବି ଦେଇଛନ୍ତି କିନ୍ତୁ ସେଠାକାର ରାଜନୀତି ଆଉ ଓଡ଼ିଶା ରାଜନୀତିରେ ବହୁତ ଫରକ ଓଡ଼ିଶାର ବହୁ ଅଭିନେତା ନେତା ହେବାକୁ ଯାଇଛନ୍ତି ସବୁତକ ମାନେ ତା ଦେହରୁ କହିବୁ ଅଧା ହେଉଛନ୍ତି କାରଣ ସମସ୍ତେ କହିଲେ ଗୋଟେ କମ୍ପ୍ଲେନ୍ କରିବେ ମୁଁ ଆପଣଙ୍କୁ ଗୋଟିଏ ଗୋଟିଏ ନେତାଙ୍କ କଥା ବି ଟିକେ ନାକୁ କହିଦେଉଛି ଟିକେ ଡେରି ହେଇଯିବ ପ୍ରଶାନ୍ତ ନନ୍ଦ ଷ୍ଟ୍ରାଟେଜି ଅଛି ରାଜନୀତି ରଣନୀତି ସଂଗଠନ ନାହିଁ ବେଗୁନିଆରେ ସେ ଯାଇ ବିଜେପି ସାଙ୍ଗରେ ଥରେ ଏନସିପି ସାଙ୍ଗରେ କରିକି ତାପରେ ବିଜେଡିକୁ ଯାଇକି ବର୍ତ୍ତମାନ ଘରେ ବସିଛନ୍ତି ସିଦ୍ଧାନ୍ତ ମହାପାତ୍ର ତାଙ୍କୁ ରାଜନୀତିକୁ ନେଇଥିଲେ ଆଜ୍ଞା ଆମର ସୂର୍ଯ୍ୟନାରାୟଣ ପାତ୍ର ସେତେବେଳେ ହିରୋ ମାନେ ବ୍ରହ୍ମପୁର ଷ୍ଟାଇଲରେ ଟିକେ କ'ଣ କି ସେଠି ସାଉଥ ଓଡ଼ିଶା ମାନେ ସଦର୍ଣ୍ଣ ବେଲ୍ଟ ଏବଂ ସେଠି ଟିକେ ଆନ୍ଧ୍ରାର ଲିଙ୍କ ଥାଏ ତେଣୁ ହିରୋ ମାନଙ୍କର ଗୋଟେ କ୍ରେଜ୍ ଥାଏ ତେଣୁ ତାଙ୍କର ଗୋଟେ ଭଲ ହସ୍ପିଟାଲ ବି କରିଥିଲେ ନର୍ସିଂ ହୋମ୍ କରିଥିଲେ ତେଣୁ ସୂର୍ଯ୍ୟ ପାତ୍ର ତାଙ୍କୁ ନେଇଗଲେ ବିଜେଡି ହାୱାରେ ଜିତିଗଲେ ଲାଷ୍ଟକୁ ସେ ଗୁରୁ ଦକ୍ଷିଣା ଦେଲେ କେମିତି ଗୁରୁ ଦକ୍ଷିଣା ଦେଲେ ସୂର୍ଯ୍ୟ ପାତ୍ରଙ୍କ ପୁଅକୁ ଦିଗପହଣ୍ଡିରେ ହରେଇ ଦେଲେ ତେଣୁ ସୂର୍ଯ୍ୟ ପାତ୍ର ତାଙ୍କୁ ଆଣିଥିଲେ ବିପ୍ଳବ ତାଙ୍କୁ ଆଣିଥିଲେ ରାଜନୀତିକୁ ସେଇ ହାରିଲେ ଆକାଶ ଦାସ ନାୟକ ତାଙ୍କ ବାପା ଜଣେ ଭଲ ସଂଗଠକ ଶ୍ରମିକ ନେତା ଥିଲେ ସେଥିପାଇଁ ସେ ରାଜନୀତିରେ ଟିକେ ସଫଳ ହେଲେ ପରବର୍ତ୍ତୀ ସମୟରେ ନିଜର ଦକ୍ଷତା ଯୋଗୁଁ ବିଜେପିକୁ ଯାଇକି ମଧ୍ୟ ହାୱାରେ ଜିତିଗଲେ ଅନୁଭବ ମହାନ୍ତି ତାଙ୍କର ସାଂଗଠନିକ ଦକ୍ଷତା ନଥିଲା ରାଜ୍ୟସଭାକୁ ଗଲେ କମ ବୟସରେ ତାପରେ କେନ୍ଦ୍ରାପଡ଼ାକୁ ଗଲେ କେନ୍ଦ୍ରାପଡ଼ାରେ ବୈଜନ୍ତ ପଣ୍ଡାକୁ ହରାଇବା ପାଇଁ ନବୀନ ବାବୁ ସବୁ ଶକ୍ତି ଲଗେଇଦେଲେ ତେଣୁ ଜିତିଗଲେ ତାପରଠୁ ସେ ବର୍ତ୍ତମାନ ଟିକେଟ ଆସିଲେ ଡରୁଛନ୍ତି ତେଣୁ ଏଇଭଳି ହେଉଛି ଆମ ଓଡ଼ିଶାର ଅଭିନେତାଙ୍କର କାରଣ ଅଭିନେତାଙ୍କର ଆପଣ ଦେଖିବେ ଗୌଣ ମାଗୁନି ଅତୀତରେ ଅନୁଭବ ମହାନ୍ତି ସେମିତି କେନ୍ଦ୍ରାପଡ଼ାରେ ଧକ୍କା ପକେଇଥିଲେ ଏମିତି ବ୍ୟବହାର କରିଥିଲେ ତା ସେ ମୁଁ ଭାବୁଛି ନେତାମାନେ ନିଜର ନେତୃତ୍ୱକୁ ନ ଦେଖେଇ ଏଇ ଯୋଉ ଛୋଟ ଛୋଟ ଇସ୍ୟୁରେ ଭାଇରାଲ ହେଇଯିବା ଲୋଭ ଥିଲା ଭାଇରାଲର କିନ୍ତୁ ଭାଇରାଲଟା ବୁମେରାଙ୍ଗ ହେଇଗଲା ସାର୍ ଥାଲାପତି ପ୍ରୟାସ କରୁଛନ୍ତି କି କିଏ ଦାୟୀ ସେଥିପାଇଁ ଦାୟୀ କରିଦେଲେ ମିଡିଆକୁ ଆଉ ରହିଲା ଆପଣଙ୍କ ପ୍ରଶ୍ନ ହେଲା ଥାଲାପତି ବିଜୟ ହେବା ପାଇଁ ମାନେ ପ୍ରୟାସ କରୁଛନ୍ତି ମୁଁ ତାଙ୍କୁ ଅନୁରୋଧ କରିବି ଓଡ଼ିଶାର ଅଭିନେତା ମାନଙ୍କୁ ସେଗୁରା ପ୍ରୟାସ କରିବା ଦୂରର କଥା ଜୀବନରେ ସ୍ୱପ୍ନଟି ଦେଖନି ଥାଲାପତିର ପୁଅ ଗୋଟିଏ ଫିଲ୍ମରେ 150 କୋଟି ଟଙ୍କା ସେ ନେଉଛନ୍ତି ଗୋଟିଏ ଫିଲ୍ମ କି ଆମର 150 କୋଟି ନୁହଁ 1.5 କୋଟି ହେଲେ ଗୋଟେ ଫିଲ୍ମ ହେଇଯାଉଛି ହିରୋଙ୍କର ଅଧିକାର ବେଶୀ 10 ରୁ 15 ଲକ୍ଷ ଟଙ୍କା ନିଅନ୍ତି ଏବେ ନିଜେ ନିଜେ କରୁଛନ୍ତି ବୋଲି ଲାଭ ପଇସା ଟିକେ ଅଧିକା ପାଉଛନ୍ତି